ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା ଏମ୍ଆଇଏଲ୍ ଓଡ଼ିଆର 3 ତୁଣ୍ଡରେ କ'ଣ ନା 2 ମାର୍କିଆ ସିଲେକ୍ସନ 3 ତୁଣ୍ଡରେ 2 ମାର୍କିଆ ସିଲେକ୍ସନ ସବୁ ନେଇ ଆସିଛି ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପ୍ରବନ୍ଧ 3 ତୁଣ୍ଡରେ ପ୍ରାବନ୍ଧିକ କିଏ ନା ଭୁବନେଶ୍ୱର ବେହେରା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଥିଲା? ଗଣଙ୍କର ଶାସନ କହିବାର ବିଶେଷ ଅର୍ଥ ଥିଲା ପରି କାହିଁକି ମନେ ହୁଏ ନାହିଁ? ନା ଗଣଙ୍କର ଶାସନ ବୋଲି କହିବାର କୌଣସି ବିଶେଷ ଅର୍ଥ ଥିଲା ପରି ମନେ ହୁଏ ନାହିଁ, କାରଣ ଶାସନ କହିଲେ ଲୋକଙ୍କ ଉପରେ ଶାସନକୁ ବୁଝାଏ, ନିଜ ସ୍ତ୍ରୀ କିମ୍ବା ପୁଅ ଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ। ପୁନଶ୍ଚ ପୂର୍ବରୁ ପ୍ରଚଳିତ ରାଜରାଜୁଡ଼ା ଶାସନଠାରୁ ଆରମ୍ଭ କରି ସାମରିକ ଏକଛତ୍ରବାଦୀ ଶାସକମାନେ ମଧ୍ୟ ସେମାନଙ୍କ ଶାସନ ଗଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ବୋଲି ଘୋଷଣା କରିଥାନ୍ତି। ନେକ୍ସଟ, ଗଣତନ୍ତ୍ର ଶାସନ ଯେ ଗଣଙ୍କ ପାଇଁ ବା ଗଣଙ୍କ ହିତ ପାଇଁ କହିବାର ବିଶେଷ ତାତ୍ପର୍ଯ୍ୟ ନାହିଁ, କାହିଁକି ନା ନିଜ ଉପୁଡ଼ା ରାଜରଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାର ଭ୍ରଷ୍ଟ ମକାର ବ୍ୟଭିଚାରଗ୍ରସ୍ତ ଇହା ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସନ ଡିଣ୍ଡିମ ପିଟି ଘୋଷଣା କରି କହେ ଯେ ତାଙ୍କ ପ୍ରବର୍ତ୍ତିତ ଶାସନ ଗଣଙ୍କ ସମୂହ ହିତ ପାଇଁ ଉଦ୍ଦିଷ୍ଟ। ତେଣୁ ଗଣଙ୍କ ପାଇଁ ବା ଗଣଙ୍କ ହିତ ପାଇଁ ଶାସନ ଯେ ଗଣତନ୍ତ୍ର ଶାସନର ଏକ ବିଶେଷତ୍ୱ, ସେ କଥା କହିବାର ବିଶେଷ ତାତ୍ପର୍ଯ୍ୟ ଥିଲା ପରି ମନେ ହୁଏ ନାହିଁ। ପ୍ରକୃତରେ ଗଣତନ୍ତ୍ର ଶାସନ କ'ଣ ନା ଗଣଙ୍କ ଦ୍ୱାରା ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ବିଶେଷତ୍ୱ ଓ ଏହି ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି। ଏହି ଶାସନରେ ଶାସକ ଶାସିତ ଏକ ଅଭିନ୍ନ, ଏଥିରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇପାରେ ନାହିଁ, ବରଂ ସମସ୍ତଙ୍କୁ ସମାନ ବୋଲି ବିବେଚନା କରାଯାଏ। ନେକ୍ସଟ ସିଲେକ୍ସନ, ଗଣତନ୍ତ୍ର ଶାସନରେ ସ୍ୱାଭାବିକ ପରିଣତି କ'ଣ ବୋଲି ଯୁକ୍ତି କରାଯାଏ? ଗଣତନ୍ତ୍ର ଶାସନରେ ଶାସକ ଓ ଶାସିତ ଏକ ଅଭିନ୍ନ, ଏଥିରୁ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନପାରେ। ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ୱାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ। ନେକ୍ସଟ, ଅର୍ଥନୈତିକ ସମତାର ଆଶାକୁ କଳ୍ପନାର ବିଳାସ ବୋଲି କହିବାର କାରଣ କ'ଣ? ନା ଆମ ଦେଶରେ ଧନୀ ଦରିଦ୍ରଙ୍କ ମଧ୍ୟରେ ବ୍ୟବଧାନ ବଢ଼ି ଚାଲିଛି। ଦଳେ ଧନର ପ୍ରାଚୁର୍ଯ୍ୟ ମଧ୍ୟରେ ଥିବାବେଳେ ସାଧାରଣ ଜନତା ଭୋକ ମେଣ୍ଟାଇ ପାରୁନାହିଁ। ପୁଞ୍ଜିପତିର ବିଶାଳ ପ୍ରାସାଦ ଓ ଭିକାରୀର ପତ୍ରକୁଣିଆ ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତା ଆଶା କରିବା କଳ୍ପନାର ବିଳାସ ଛଡ଼ା ଅନ୍ୟ କିଛି ହୋଇ ନପାରେ। ନେକ୍ସଟ, ଭାରତରେ ସାମାଜିକ ନ୍ୟାୟ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଏ କାହିଁକି? ନା ଆମ ଦେଶ ଭାରତ ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାବେ ପରିଚିତ। ବହୁ କାଳରୁ ଆମ ଦେଶରେ ଜାତି ପ୍ରଥା ପ୍ରଚଳିତ ଏବଂ କେତେକ ଜାତିର ଲୋକେ ଅଛୁଆଁ ବର୍ଗ ରୂପେ ପରିଗଣିତ ହେଉଛନ୍ତି। ଏପରି ସ୍ଥଳେ ରାବଣ ରାଜତ୍ୱ କରୁଥିବା ଲଙ୍କାରେ ହରିଶବ୍ଦ ଶୁଣିବା ଯେଉଁପରି ଅସମ୍ଭବ, ବ୍ୟାପାରରେ ସେହିପରି ଭାରତ ଭଳି ଜାତି ପ୍ରଥା ପ୍ରଚଳିତ ସମାଜରେ ସାମାଜିକ ନ୍ୟାୟ ଆଶା କରିବା ବିଡ଼ମ୍ବନା ଅଟେ। ନେକ୍ସଟ, ଆମ ଦେଶରେ ବ୍ୟକ୍ତିଗତ ଅଧିକାର ସମଷ୍ଟିଗତ ପ୍ରଗତିର ସ୍ୱରୂପ କିପରି? ନା ଆମ ଦେଶରେ ଜନସାଧାରଣ ଶିକ୍ଷା ବିହୀନ ଓ ସମାଜରେ ବହୁ କୁସଂସ୍କାର ପ୍ରଚଳିତ। ଏଭଳି ଶିକ୍ଷାବିହୀନ ଓ କୁସଂସ୍କାରପୂର୍ଣ୍ଣ ସମାଜରେ ବ୍ୟକ୍ତିଗତ ଅଧିକାର ଚିଲିକା ମାଛ ପରି ସ୍ୱପ୍ନିଳ ଓ ଦୁଷ୍ପ୍ରାପ୍ୟ, ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇଁଆ ପରି କପୋଳକଳ୍ପିତ। ଅର୍ଥାତ୍ ଭାରତୀୟ ସମାଜରେ ବ୍ୟକ୍ତିଗତ ଅଧିକାର ଓ ସମଷ୍ଟିଗତ ପ୍ରଗତି ଆଶା କରିବା ବିଡ଼ମ୍ବନା ମାତ୍ର। ନେକ୍ସଟ, ଗଣତନ୍ତ୍ର କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ? ନା ଗଣତନ୍ତ୍ରରେ ଗଣଙ୍କ ଦ୍ୱାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ଶାସନ କରିବେ। ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ। ରାଷ୍ଟ୍ରର ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ଜନତା ଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବା ସ୍ୱାଭାବିକ, ଅର୍ଥାତ୍ ଶାସନ ପ୍ରତିନିଧିମୂଳକ ହେବା ସ୍ୱାଭାବିକ। ନେକ୍ସଟ, ଗଣତନ୍ତ୍ର ଶାସନ କହିଲେ କ'ଣ ବୁଝାଏ? ନା କୁହାଯାଏ ଯେ ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର ଶାସନ। ଏହି ଶାସନରେ ଲୋକେ ନିଜ ନିଜକୁ ଶାସନ କରନ୍ତି, ଅର୍ଥାତ୍ ଏଥିରେ ଶାସକ ଓ ଶାସିତ ଏକ ଅଭିନ୍ନ। ତେଣୁ ଏ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତ ଶ୍ରେଣୀ ନଥାଏ ଏବଂ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର
ବ୍ୟକ୍ତିଗତ ସ୍ୱାଧୀନତା, ସମଷ୍ଟିଗତ ପ୍ରଗତି ଆଶା କରାଯାଇଥାଏ। ନେକ୍ସଟ, ଲୋକ ପ୍ରତିନିଧି ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ କାହିଁକି? ରାଷ୍ଟ୍ରର ମାତ୍ରାଧିକ ଜନସଂଖ୍ୟା ହେତୁ ଜନତାର ଶାସନ ପ୍ରତ୍ୟକ୍ଷ ନହୋଇ ପରୋକ୍ଷ ହୋଇଥାଏ ଓ ଏହି ଜନତାର ପ୍ରତିନିଧି ଯାହାକୁ ସେମାନେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା, ଶାସନର ଭାର ଜାଣିଶୁଣି ସମର୍ପି ଦିଅନ୍ତି ସେହିପରି ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି। ତେଣୁ ଏ କ୍ଷେତ୍ରରେ ଉପଯୁକ୍ତ ଲୋକ ପ୍ରତିନିଧି ମନୋନୟନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଲୋକ ପ୍ରତିନିଧି ମନୋନୟନକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଦେଶରେ ଭୋଟଦାତାମାନେ ଲୋକ ପ୍ରତିନିଧି ହେବା ପାଇଁ ଉପଯୁକ୍ତ? ଯେଉଁ ଦେଶରେ ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧିକାର ତଥା ପ୍ରତିନିଧି ବାଛିବାର ଜ୍ଞାନ ସଂକ୍ଷେପରେ ସଚେତନ, ସେ ସମ୍ବନ୍ଧରେ ସଚେତନ, ସେହି ସବୁ ଦେଶରେ ଭୋଟଦାତାମାନେ ଲୋକ ପ୍ରତିନିଧି ହେବା ପାଇଁ ଉପଯୁକ୍ତ। ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଦୋଷ ଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା, ସଞ୍ଚଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ବ୍ୟକ୍ତିଗତ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିଙ୍କୁ ହିଁ ପ୍ରତିନିଧି ରୂପେ ବାଛିଥାନ୍ତି। ନେକ୍ସଟ, କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗାଣ୍ଡା ହିଁ ବିଶେଷ କାମ କରେ? ନା ଯେଉଁ ଦେଶରେ ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗାଣ୍ଡା ହିଁ ବିଶେଷ ଭାବରେ କାମ କରେ। ଏପରି ଦେଶରେ ନୀତିହୀନ ଗୁଣହୀନ ବ୍ୟକ୍ତିମାନେ ନିଜ ନିଜର ପେଇକାଳି ବଜାଇ, ସଭା ସମିତିରେ ଛାତି ପିଟି, ବାହାସ୍ପଟ ମାରି, ଧୂଆଁ ବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ କାର୍ପଣ୍ୟ ସେବାର ଆଶ୍ରୟ ନେଇ ଲୋକଙ୍କୁ ଭୟ ଦେଖାଇ ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି। ପାଣକୁ ଦେଖି ଗୋସାଇଁଙ୍କ ଅବସ୍ଥା କଣ ହେଲା? ନା ପାଣର କଳା ମଚ ମଚ ଦେହ, କହର ନିଶ, ମେହେଙ୍ଗାନି କାଠରେ କୁନ୍ଦିଲା ପରି ହାତ ଆଉ ଫୁଲୁକା ରୁଟି ପରି ଫୁଲି ଉଠିଥିବା ଚଉଡ଼ା ଛାତିର ଆକୃତି, ହାତରେ ଲାଠି ଧରି ରାସ୍ତା ଉପରକୁ ଉଠି ଆସିବା ଦେଖି ବ୍ରାହ୍ମଣ ଗୋସାଇଁ ଅଚାନକ ଭୟ ପାଇଗଲେ। ତାଙ୍କ ଆଖି ତାଳକୁ ଖୋସି ହେଇଗଲା ଓ ଦେହରୁ ଗମ ଗମ ହୋଇ ଝାଳ ବୋହିଗଲା। ନେକ୍ସଟ, ପାଣୁ ମୁରୁକି ହସିଦେଇ ଗୋସାଇଁଙ୍କୁ କଣ କହିଲା? ନା ପାଣୁ ମୁରୁକି ହସିଦେଇ ଗୋସାଇଁଙ୍କୁ କହିଲା, ଗୋସାଇଁ ମହାପୁରୁ, ଏଇ ଭୋର ଭୋର କୁକୁରାଟିଏ କାନ୍ଧରେ ବୋହି କୁଆଡ଼େ ଚାଲିଛନ୍ତି? ପାଣୁର କଥାରେ ଗୋସାଇଁ ମହାରାଜ ସପ୍ରତିଭ ହେଲା ପରେ ଓ ସେ କାନ୍ଧରେ ଛେଳିଟିଏ ବୋହି ନେଇ ଯାଉଛନ୍ତି ବୋଲି ନିଶ୍ଚିନ୍ତ ହେଲେ। ଗୋସାଇଁ ପାଣୁ କଥାରେ ଉତ୍ତର ଦେଇ କଣ କହିଲେ? ଗୋସାଇଁ ପାଣୁ କଥାରେ ଉତ୍ତର ଦେଇ କହିଲେ, ହଇରେ ପାଣୁ, ସତରେ କଣ 60 ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏନି? ଛେଳି କିଏ କୁକୁର କିଏ ଚିହ୍ନି ପାରୁନୁ? ଯଜମାନ ଛେଳିଟିଏ ଦାନ କଲେ, ସାଙ୍ଗରେ ଆଣିଲା ବେଳକୁ ଛେଳିଟା ଭିଡ଼ି ଓଟାରି ହେଉଥିଲା, ବୋହି ନେଇ ଯାଉଛି। ନେକ୍ସଟ, ପାଣୁ ବାଟ କାଟି ଯାଉ ଯାଉ କଣ ଟିପ୍ପଣୀ ଦେଇଥିଲା? ନା ପାଣୁ ସୁନା ଖିଲି ପିଟା ଦାନ୍ତ ଦିଟାକୁ ଭଲ କରି ନିକୁଟାଇ ବାଟ କାଟି ଯାଉ ଯାଉ ଆଉ ଥରେ ଗୋସାଇଁଙ୍କ କାନ୍ଧ ଉପରୁ ଆଖି ବୁଲାଇ ଆଣି ଟିପ୍ପଣୀ ଦେଇ କହିଲା, ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି? ବଡ଼ଲୋକଙ୍କୁ ଜବାବ ନାହିଁ ପରା। ପାଣୁର ଟିପ୍ପଣୀ ଗୋସାଇଁଙ୍କୁ ଏତେଟା ପ୍ରଭାବିତ କରିପାରି ନଥିଲା। ନେକ୍ସଟ, ରାଧୁ ଗୋସାଇଁଙ୍କୁ ପ୍ରଣାମ କରି କଣ କହିଲା? ଗୋସାଇଁ କଣ କଲେ? ନା ରାଧୁ ଗୋସାଇଁଙ୍କୁ ପ୍ରଣାମ କରି କହିଲା, ନନା, କୁକୁରଟାକୁ କଣ କାନ୍ଧେଇ ବୋଇଛନ୍ତି? କଳିଯୁଗ ବୋଲି କଣ ସବୁ ଆଚାର ବିଚାର ଗଲା? ରାଧୁ କଥା ଗୋସାଇଁଙ୍କୁ ଅଡ଼ୁଆ ଲାଗିବାରୁ ସେ ଛେଳିଟାକୁ କାନ୍ଧରୁ ଓହ୍ଲାଇ ଛେଳିଟିର ଖୁର ଲାଞ୍ଜ ପରଖି ନେଲେ ଓ ଆଣିଲା ବେଳେ କେଉଁଠି ମେ ମେ କରିଥିଲା କି ନାହିଁ ମନେ ପକାଇବାକୁ ଚେଷ୍ଟା କଲେ। ନେକ୍ସଟ, ରାଧୁ ବାଟ କାଟି ଯାଉ ଯାଉ କଣ ପଦେ ଶୁଣାଇ ଦେଇଗଲା ଓ ଗୋସାଇଁ କେଉଁ ଚିନ୍ତାରେ ମଜିଗଲେ? ରାଧୁ ବାଟ କାଟି ଯାଉ ଯାଉ ପଦେ ଶୁଣାଇ ଦେଇଗଲା, ଛେଳି ନା ବାଛୁରୀ? ହଁ, ସରଗକୁ ନିଶୁଣି ନାହିଁ ପରା। କଣ କହିଲା ଠିକ୍ ଶୁଣାଗଲାନି। ଏଥର ଗୋସାଇଁ ଗଭୀର ଚିନ୍ତାରେ ମଜି ଯାଇ ଭାବିଲେ, ଯଜମାନ ତାଙ୍କୁ ସତରେ କୁକୁରଟାଏ ଦେଇନି ତ? କଳି କାଳରେ ସବୁ ସମ୍ଭବ, କିଛି ଦୃଢ଼ କରି କହି ହେବନି। ନେକ୍ସଟ, ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ କଣ କହିଲା? ନା ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ ଚମକି ପରି କହିଲା, ଅବଧାନେ, ଏମିତି ଜାତିଆ କୁକୁରଟା କେଉଁଠି ପାଇଲ? କିଏ ବି ଛେଳି ବୋଲି ଭୁଲ କରି ବସିବ। ଭଲ ଭୁକୁଛେ ନା? ପାଣୁ, ରାଧୁ, ଅଗାଧୁ ସମସ୍ତେ ଛେଳିକୁ କୁକୁର ବୋଲି କହିବାରୁ ପୁରୋହିତ ମଧ୍ୟ ନିଜ ଉପରେ ସନ୍ଦେହ କରିବା ଆରମ୍ଭ କଲେ। ନେକ୍ସଟ, ରାଧୁ ଚାଲିଗଲା ପରେ ପୁରୋହିତ କଣ କଲେ? ନା ରାଧୁ ଚାଲିଗଲା ପରେ ପୁରୋହିତଙ୍କ ନିଜ ଉପରେ ବିଶ୍ୱାସ ତୁଟିଗଲା ଓ ସେ ଛେଳିଟାକୁ ରାସ୍ତା ଉପରେ ଠିଆ ଠିଆ
କଚାଡ଼ି ଦେଲେ ଭଲ ଚଷମା ହଳଟିଏ ନ କିଣିବାରୁ ଏପରି ହଟହଟା ହେବାକୁ ପଡ଼ିଲା ଭାବି ରାଗରେ ଓ ଦୁଃଖରେ ନିଜ କରମକୁ ନିନ୍ଦି ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଖଣ୍ଡ ଦୌଡ଼ ଦେବାକୁ ଆରମ୍ଭ କଲେ। ନେକ୍ସଟ, ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ କ'ଣ ହୁଏ ନା, ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ ଅସାଧୁ ପ୍ରଚାର ସର୍ବସ୍ୱମାନଙ୍କର ହିଁ ଜୟ ହୋଇଥାଏ। ପ୍ରଚାର ଶକ୍ତି ବଳରେ ନୀତିହୀନ ଗୁଣହୀନ ପ୍ରତିନିଧିମାନେ କ୍ଷମତା ଲାଭ କରିଥାନ୍ତି ଓ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲା ବେଳକୁ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ ସବୁ କିଛି ସୁବିଧା ନିଜେ ଉଦରସ୍ଥ କରି ନେଇଥାନ୍ତି। ନେକ୍ସଟ, ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧି ଭାବରେ କିପରି ଅନାଇ ରହୁଛନ୍ତି ନା, ପ୍ରଚାର ଶକ୍ତି ବଳରେ ଜନପ୍ରତିନିଧି ସାଜିଥିବା ଗୁଣହୀନ ନୀତିହୀନ ଜନପ୍ରତିନିଧିମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲା ବେଳେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି ଏପଟୁ ପୁଳାଏ ସେପଟୁ ପୁଳାଏ ପକେଟରେ ଭର୍ତ୍ତି କରିଦେବାରୁ ତରାଜୁର ଦୁଇ ପଟ ଖାଲି ହୋଇଯାଉଛି। ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧିମାନଙ୍କୁ ଖାଲି ଓଠ ଚାଟି ମିଟି ମିଟି କରି ଅନାଇ ରହୁଛନ୍ତି। ନେକ୍ସଟ, ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନେ କ'ଣ କରନ୍ତି ନା, ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍ ମାରି ରାଜନୀତିକ ପଟ ପରିବର୍ତ୍ତନ କରୁଛନ୍ତି। ତାପରେ ଆରମ୍ଭ ହେଉଛି ବାଉଁଶରାଣୀ ଖେଳ ଓ କେଉଁ ନେତା ଲାଠିଟିଏ ଧରି ବା ରଙ୍ଗ ବେରଙ୍ଗର ଛତା ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ଯାଇଥିବା ଦଉଡ଼ି ଉପରେ ନାନା କାରସାଦି ଦେଖାଉଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍, ଶେଷ କ୍ୱେଶ୍ଚିନ୍, କେଉଁ କଥାରେ ଅଭାବ ଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ଲେଖକ କହିଛନ୍ତି? ଗଣଶିକ୍ଷା ଗଣଚେତନାର ଅଭାବ ଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ଏପରି କ୍ଷେତ୍ରରେ ଗୁଣହୀନ ନୀତିହୀନ ବ୍ୟକ୍ତିମାନେ ପ୍ରଚାର ଶକ୍ତି ବଳରେ ଜନପ୍ରତିନିଧି ସାଜି କ୍ଷମତା ପାଇଥାନ୍ତି ଓ ଗରିବ ଜନସାଧାରଣଙ୍କ ମଧ୍ୟରେ ସୀମିତ ସୁବିଧା ବଣ୍ଟନ କରିବା ଆଳରେ ସବୁ ସୁବିଧା ନିଜେ ଆତ୍ମସାତ କରିଥାନ୍ତି। ପିଲାମାନେ ତମର ଏତିକି କ୍ୱେଶ୍ଚିନ୍, ତିନି ତୁଣ୍ଡର ସବୁ 2 ମାର୍କିଆ ବହୁତ ଗୁରୁତ୍ୱପୂର୍ଣ୍ଣ। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।